ସବୁଠାରୁ ଭଲ ଖାଇବା ତେଲ କ'ଣ? ତେଲର ଆମ ସ୍ୱାସ୍ଥ୍ୟ ଉପରେ କ'ଣ ପ୍ରଭାବ ପଡ଼ିଥାଏ? ଆସନ୍ତୁ ଜାଣିବା ସୁସ୍ଥ ଜୀବନ ଓଡ଼ିଶା ଚ୍ୟାନେଲରେ। ଆମ ଶରୀରରେ ତେଲ ବା ଅଏଲର ଆବଶ୍ୟକତା। ଏଥିରେ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱ ବା ନ୍ୟୁଟ୍ରିଏଣ୍ଟ ଥାଏ। ଆମ ଶରୀରର ପ୍ରତ୍ୟେକ କୋଶିକାକୁ ସଫିସିଏଣ୍ଟ ନ୍ୟୁଟ୍ରିଏଣ୍ଟ ଯୋଗାଇପାରେ। ଦ୍ୱିତୀୟତଃ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ତୃତୀୟରେ ଏହା ଏକ ସ୍ନେହସାର ଜାତୀୟ ଖାଦ୍ୟ ହୋଇଥିବାରୁ ଆମ ଶରୀରରେ ଫ୍ଲେକ୍ସିବିଲିଟି ଆଣିଥାଏ। ଆମ ଶରୀରର ମାଂସପେଶୀ ପାଇଁ, ନର୍ଭ ପାଇଁ ଏବଂ ବ୍ଲଡ ସାର୍କୁଲେସନ ପାଇଁ ତେଲର ସେବନ ନିହାତି ଆବଶ୍ୟକ। ବଜାରରେ ଉପଲବ୍ଧ ରିଫାଇନ୍ ତେଲ କାହିଁକି ଆମ ପାଇଁ କ୍ଷତିକାରୀ? ଏହି ରିଫାଇନ୍ ତେଲ ଅନେକ ଗୁଡ଼ିଏ ପ୍ରୋସେସରେ ବନାଯାଇଥାଏ। ଶେଷରେ ରଙ୍ଗହୀନ, ଗନ୍ଧହୀନ, ସ୍ୱାଦହୀନ ଏବଂ ଗୁଣହୀନ ଅଏଲ ତିଆରି ହୋଇକି ବାହାରିଥାଏ, ଯେଉଁଥିରେ ଥିବା କେମିକାଲ, ପ୍ରିଜର୍ଭେଟିଭ ତଥା ଟ୍ରାନ୍ସ ଫ୍ୟାଟ୍ ଆମ ଶରୀର ପାଇଁ ବହୁତ କ୍ଷତିକାରୀ ଅଟେ। ରିଫାଇନ୍ ତେଲରେ ଆଣ୍ଟିଅକ୍ସିଡାଣ୍ଟ, ନ୍ୟୁଟ୍ରିଏଣ୍ଟ ଏବଂ ହେଲ୍ଦି ଫ୍ୟାଟ୍ ବିଲକୁଲ ନଥାଏ, ତେଣୁ ଯଥାସମ୍ଭବ ରିଫାଇନ୍ ତେଲକୁ ଛାଡ଼ିବା ଆବଶ୍ୟକ। ଏହାର କଣ୍ଟିନ୍ୟୁଅସ୍ ବ୍ୟବହାର ଦ୍ୱାରା ଆମ ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ। ହୃଦରୋଗର ଆଶଙ୍କା ବୃଦ୍ଧି ପାଇଥାଏ, କୋଲେଷ୍ଟ୍ରଲ ଜମିବାର ସମ୍ଭାବନା ଥାଏ। ମନେ ରଖନ୍ତୁ, ଅଏଲରେ ବା ତେଲରେ କୌଣସି ପ୍ରକାରର କୋଲେଷ୍ଟ୍ରଲ ନଥାଏ। ଏହାକୁ ଟ୍ରାଇଗ୍ଲିସେରାଇଡ୍ କୁହାଯାଇଥାଏ। ଯେଉଁ ମାର୍କେଟରେ ଉପଲବ୍ଧ ତେଲରେ ଲେଖାଯାଇଥାଏ କୋଲେଷ୍ଟ୍ରଲ ଫ୍ରି, ସହଜରେ ତେଲରେ କୋଲେଷ୍ଟ୍ରଲ ନଥାଏ, କାହିଁକି ନା ଏଇଟା ଗୋଟେ ଆନିମଲ ଫ୍ୟାଟ୍ ନୁହେଁ, କିନ୍ତୁ ସେମାନେ ଆମକୁ ଆକର୍ଷିତ କରିବା ପାଇଁ ଏଇଭଳି ଲେଖିଥାନ୍ତି। ଯଦିଓ ଡାଇରେକ୍ଟଲି ସେଥିରେ କୋଲେଷ୍ଟ୍ରଲ ନଥାଏ, କିନ୍ତୁ ଆମ ଶରୀରରେ କୋଲେଷ୍ଟରଲ ବଢ଼େଇବାରେ ତେଲ ସାହାଯ୍ୟ କରିଥାଏ ଯଦି ଆମେ ଖରାପ ତେଲ ବା ରିଫାଇନ୍ ତେଲ ଖାଉଛେ। କେତେଗୁଡ଼ିଏ ତେଲର ବ୍ୟବହାରକୁ ନେଇ ଆମର ଧାରଣାରେ ପରିବର୍ତ୍ତନ ହେବା ଆବଶ୍ୟକ। ଅଲିଭ ତେଲର ଚାହିଦା ଭାରତୀୟ ବଜାରରେ ଅଧିକ ହେବାରେ ଲାଗିଛି, କିନ୍ତୁ ଏହା ୟୁରୋପରେ ପ୍ରସ୍ତୁତ ହେଉଥିବାରୁ ସେଠିକାର ଖାଦ୍ୟ ବା ରୋଷେଇ ପାଇଁ ଉପଯୁକ୍ତ ହୋଇଥାଏ, ଭାରତ ପାଇଁ ନୁହେଁ। ମାର୍କେଟରେ ଉପଲବ୍ଧ ଅନେକ ରିଫାଇନ୍ଡ ତେଲରେ ପାମ୍ ଅଏଲର ଅପମିଶ୍ରଣ ହେଉଛି, ତେଣୁ ସେଥିରୁ ଦୂରେଇ ରୁହନ୍ତୁ। ଏହା ଆମ ଶରୀର ପାଇଁ ବହୁତ କ୍ଷତିକାରକ। ରାଇସ୍ ବ୍ରାନ୍ ଅଏଲ ଏବଂ କ୍ୟାନୋଲା ଅଏଲ, ଏହି ଦୁଇଟି ଯାକ ଆମ ପାଇଁ ଭଲ, ଆମ ହୃଦୟ ପାଇଁ ଭଲ, କିନ୍ତୁ ପ୍ୟୁରିଟି ଥିବା ଆବଶ୍ୟକ, ରିଫାଇନ୍ଡ ନ ହେଇଥିବା ଆବଶ୍ୟକ। ତେଲ କିଣିବା ବେଳେ କୋଉ ଜିନିଷ ବିଚାରକୁ ନେବ? ପ୍ରଥମେ ହେଉଛି ଘଣା ପ୍ରକ୍ରିୟା ଓ ତାପମାତ୍ରା। ସବୁବେଳେ ଚେଷ୍ଟା କରିବେ କାଠଘଣା ତେଲ, ବଳଦ ଟଣା କାଠଘଣା ତେଲ କିଣିବା ପାଇଁ, ଯାହାକୁ କୋଲ୍ଡ ପ୍ରେସ୍ ଅଏଲ କୁହାଯାଏ। ଏହାକୁ ନର୍ମାଲ ଟେମ୍ପରେଚରରେ ବାହାର କରାଯାଇଥାଏ, ତେଣୁ ଏଥିରେ ଥିବା ଟକ୍ସିକ୍ ଜିନିଷ ତେଲରୁ ବାହାରି ଯାଇଥାଏ। କାଠଘଣା ତେଲ, ଯାହାକି ରୋଟେସନ ପର ମିନିଟ୍ 16 ରୁ 24 ଭିତରେ ରହିବା ଆବଶ୍ୟକ। ଏହାଛଡ଼ା ତେଲର ସ୍ମୋକିଂ ପଏଣ୍ଟ ଅଧିକ ଥିଲେ ଆମ ସ୍ୱାସ୍ଥ୍ୟ ପାଇଁ ତାହା ଭଲ ହୋଇଥାଏ। ଯଦି କୌଣସି ତେଲକୁ ଚୁଲିରେ କଡ଼େଇ ଉପରେ ଆପଣ ବସାଉଛନ୍ତି, ଯଦି ଡେରିରେ ସେଥିରୁ ବାଷ୍ପ ବା ଧୂଆଁ ବାହାରୁଛି, ତାହା ଆମ ପାଇଁ ବହୁତ ଭଲ ହୋଇଥାଏ। ତୈଳବୀଜ ଜାତ ତେଲ, ଭଗବାନଙ୍କ ସୃଷ୍ଟିରେ ତୈଳବୀଜକୁ ତେଲ ବାହାରିବା ପାଇଁ ହିଁ ତିଆରି କରାଯାଇଛି, ଯେମିତିକି ସୋରିଷ, ରାଶି ଇତ୍ୟାଦି। ସେଥିରୁ ଜାତ ତେଲ ବ୍ୟବହାର କରିବା ଠିକ୍ ହୋଇଥାଏ। ଏହାଛଡ଼ା ପରିଷ୍କାରତା ଏବଂ ଅପମିଶ୍ରଣକୁ ଗୁରୁତ୍ୱ ଦେଇ ତେଲ କିଣିବେ। ପାମୋଲିନ୍ ଅଏଲ ଯେମିତି ମିଶି ନଥିବ ଏବଂ ରିଫାଇନ୍ ହୋଇନଥିବ, ତା ଉପରେ ଗୁରୁତ୍ୱ ଦେବେ। ଋତୁ ଅନୁସାରେ ତେଲର ପ୍ରକୃତି ଉପରେ ନିର୍ଭର କରି ସେବନ କରିବା ଆବଶ୍ୟକ। କେତେଗୁଡ଼ିଏ ତେଲ ଆମ ଶରୀରକୁ ଗରମ କରିଥାଏ, ଯେମିତିକି ସୋରିଷ ତେଲ, ତେଣୁ ଶୀତ ଦିନେ ଅଧିକ ବ୍ୟବହାର କରିବା ଆବଶ୍ୟକ। ଜାଗା ଅନୁସାରେ, ଯେମିତିକି ଉତ୍ତର ଏବଂ ପୂର୍ବ ଭାରତରେ ସୋରିଷ ତେଲ, ଦକ୍ଷିଣ ଭାରତରେ ନଡ଼ିଆ ତେଲ, ମଧ୍ୟ ଭାରତରେ ବାଦାମ ତେଲ ବ୍ୟବହାର ହୋଇଥାଏ। ସେହିଭଳି ଖାଦ୍ୟ ଅନୁସାରେ ଆମିଷକୁ ପାଚନ କରିବା ପାଇଁ ସୋରିଷ ତେଲ ବ୍ୟବହାର କରାଯାଇଥାଏ ଏବଂ ବିଭିନ୍ନ ପ୍ରକାରର ଡିସ୍, ଯାହାକି ବିଦେଶରେ ବିଦେଶୀ ଜିନିଷ
ଯେମିତିକି ପାସ୍ତା, ମାଗି ଇତ୍ୟାଦି ସେଗୁଡ଼ିକୁ ସହଜରେ ହଜମ କରିବା ପାଇଁ ଆପଣ ଅଲିଭ ଅଏଲ ବ୍ୟବହାର କରିପାରିବେ ବା ରାଇସ୍ ବ୍ରାନ୍ ଅଏଲ ମଧ୍ୟ ବ୍ୟବହାର କରିପାରିବେ। ଛଣାଛଣି ପାଇଁ ବାଦାମ ତେଲର ବ୍ୟବହାର ସବୁଠାରୁ ଭଲ। ଆପଣମାନେ ସମୟ ଅନୁସାରେ ଅଲଗା ଅଲଗା ପ୍ରକାର ତେଲ ବ୍ୟବହାର କରିପାରିବେ। ଦେହ ବା କୌଣସି ବ୍ୟକ୍ତିର ରୋଗ ଅନୁସାରେ ମଧ୍ୟ ଆପଣ ବିଭିନ୍ନ ପ୍ରକାରର ତେଲ ବ୍ୟବହାର କରିପାରିବେ। ଜଣେ ସୁସ୍ଥ ବ୍ୟକ୍ତି ପ୍ରତ୍ୟେକ ଦିନ ଅତି ବେଶୀରେ 2 ଚାମଚ ତେଲ ଖାଦ୍ୟରେ ଡାଇରେକ୍ଟଲି ହଉ ବା ଇନଡାଇରେକ୍ଟଲି ହଉ ବ୍ୟବହାର କରିବା ଉଚିତ ହୋଇଥାଏ। ତେଲକୁ ବଦଳେଇ ଖାଆନ୍ତୁ, ଅର୍ଥାତ୍ କିଛି ଦିନ ଗୋଟିଏ ପ୍ରକାର ଆଉ କିଛି ଦିନ ଆଉ ଗୋଟିଏ ପ୍ରକାରର ତେଲ ବ୍ୟବହାର କଲେ ଶରୀରକୁ ସବୁ ପ୍ରକାର ପୋଷକ ତତ୍ତ୍ୱ ମିଳିଥାଏ। ଆଗ କାଳରେ ଜଡ଼ା ତେଲରେ ବିଭିନ୍ନ ପ୍ରକାର ରୋଷେଇ କରୁଥିଲେ। ଜଡ଼ା ତେଲକୁ ସପ୍ତାହକୁ ଦିନେ ବା 2 ଦିନ ବ୍ୟବହାର କରିବା ଦ୍ୱାରା ପେଟରେ ଥିବା ମଇଳା ପଦାର୍ଥ ନିଷ୍କାସିତ ହୋଇଯାଇଥାଏ। ସେଭଳି ସୋରିଷ ତେଲ, ଯାହାକି ଘଣା ସୋରିଷ ତେଲ, ଏସବୁ ତେଲ ଯାହା ଆପଣଙ୍କୁ ମୁଁ କହୁଛି ଏସବୁ ଘଣା ତେଲ ବ୍ୟବହାର କଲେ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ। ବାଦାମ ତେଲ, ନଡ଼ିଆ ତେଲ ଯାହାକୁ ଆମେ ଏକ୍ସଟ୍ରା ଭର୍ଜିନ୍ କୋକୋନଟ୍ ଅଏଲ, ଚୁଲିରେ ବସିଥିଲେ ଫାଷ୍ଟ ଯେଉଁ ଅଏଲଟା ଫର୍ମେସନ୍ ହେବ ତାକୁ ଆପଣ କାଢ଼ିଦେବେ, ତାକୁ ଭର୍ଜିନ୍ ଅଏଲ କୁହାଯାଏ। ନଡ଼ିଆ ତେଲ ସାଉଥ ଇଣ୍ଡିଆରେ ବହୁତ ବ୍ୟବହାର କରାଯାଏ। ନଡ଼ିଆ ତେଲ କୋଲେଷ୍ଟ୍ରଲ ଏଗେନଷ୍ଟରେ ବହୁତ ଭଲ ଫାଇଟ୍ କରିପାରେ ଏବଂ ଆମ ଶରୀରକୁ ବହୁତ ସୁସ୍ଥ ରଖିବାରେ ସାହାଯ୍ୟ କରେ। ରାଶି ତେଲ, ସୂର୍ଯ୍ୟମୁଖୀ ତେଲ ଏସବୁ ମଧ୍ୟ ବହୁତ ଭଲ ଆମ ଶରୀର ପାଇଁ। ତେବେ ସୂର୍ଯ୍ୟମୁଖୀ ତେଲ ଡାଇବେଟିସ୍ ପେସେଣ୍ଟମାନେ ବ୍ୟବହାର କରିବା ଉଚିତ ନୁହେଁ। ତେଲର ବ୍ୟବହାର ଯେ କେବଳ ରୋଷେଇ କରିବା ବା ରାନ୍ଧିବା ସମୟରେ କରାଯାଏ ତା ନୁହେଁ, ଅନ୍ୟ ସମୟରେ ମଧ୍ୟ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ତେଲକୁ ଆମେ ବିଭିନ୍ନ ଉପାୟରେ ବ୍ୟବହାର କରିପାରିବା। ଯେମିତିକି ଅଏଲ ପୁଲିଂ କରିବା, ଅର୍ଥାତ୍ ପାଟିରେ ଅଳ୍ପ କିଛି ତେଲ ନେଇ ସକାଳେ ତାକୁ କୁଳୁକୁଚା କରି ଆମେ ତାକୁ ପକାଇ ପାରିବା, ଯାହାଦ୍ୱାରା ଆମ ଶରୀରରେ ଥିବା ବିଷାକ୍ତ ଦ୍ରବ୍ୟ ସେହି ତେଲ ମାଧ୍ୟମରେ ମୁଖ ଦେଇ ବାହାରି ଯାଇଥାଏ। ଏହାଛଡ଼ା ଆପଣମାନେ ତେଲକୁ ଦାନ୍ତ ଘଷିବାରେ ବ୍ୟବହାର କରିପାରନ୍ତି। ବିଶେଷ କରି ସୋରିଷ ତେଲ ସହିତ ଶ୍ରୀକର୍ପୂର, ଲବଙ୍ଗ ବା ହଳଦୀ ଏସବୁ ମିଶାଇ ଆପଣ ଦାନ୍ତ ଘଷି ପାରନ୍ତି। ପାଦରେ ତେଲ ମାଲିସ କରିବା ଦ୍ୱାରା କଫ ଏବଂ ପିତ୍ତ ପ୍ରକୃତିର ବ୍ୟକ୍ତିଙ୍କର ଟକ୍ସିକ୍ ଜିନିଷ ସେଇ ବାଟେ ବାହାରି ଯାଇଥାଏ। ନାଭିରେ ତେଲ ଲଗାଇବା ଦ୍ୱାରା ସମ୍ପୂର୍ଣ୍ଣ ଶରୀରର ନର୍ଭସ୍ ସିଷ୍ଟମ ଷ୍ଟ୍ରଙ୍ଗ ହୋଇଥାଏ। ତେଲକୁ ନସ୍ୟ ଆକାରରେ ନେବା ଦ୍ୱାରା ନାକରେ ଥିବା ବିଭିନ୍ନ ପ୍ରକାର ଇନଫେକ୍ସନ ଦୂର ହୋଇଯାଇଥାଏ ଏବଂ କଫ, ଶ୍ୱାସ ଏସବୁ ସମସ୍ୟା ମଧ୍ୟ ନିବାରଣ ହୋଇଥାଏ। ଘା ଉପରେ ତେଲକୁ ଲଗାଇବା ଦ୍ୱାରା ଗୋଟେ ଆଣ୍ଟିବାୟୋଟିକ୍ ପରି କାମ କରିଥାଏ ଏବଂ ଘା ଶୁଖିବାରେ ସାହାଯ୍ୟ କରେ। ଏହାଛଡ଼ା ବିଭିନ୍ନ ପ୍ରକାର ପୀଡ଼ା ଦରଜକୁ କମାଇବା ପାଇଁ ତେଲର ବ୍ୟବହାର ଆଦିମ କାଳରୁ ଚାଲି ଆସିଛି। ଆଜିକାଲି ଜିରୋ ଅଏଲ କୁକିଂ କନସେପ୍ଟ ଆସିଲାଣି। ବିନା ତେଲରେ ରୋଷେଇ ସମ୍ଭବ। ଆପଣମାନେ ଏହାକୁ ଅଭ୍ୟାସ କରିବା ଆବଶ୍ୟକ। ଥରେ ଚିନ୍ତା କରନ୍ତୁ, ଯେତେବେଳେ ଆପଣମାନେ ପିଆଜ ବା ବିଲାତି ଏଭଳି ଜିନିଷକୁ କଡ଼େଇରେ ରଖି ଭାଜୁଛନ୍ତି ସେତେବେଳେ ଅଟୋମେଟିକାଲି ତା ଉପରେ କିଛି ଅଏଲ ଦେଖାଯାଉଛି। ତାକୁ ଭେଜିଟେବୁଲ ଅଏଲ କୁହାଯାଏ। ସେଥିରେ ନ୍ୟାଚୁରାଲି କିଛି ଅଏଲ ଅଛି। ତେଣୁ ପ୍ରଥମେ ଯଦି ଆପଣ କଡ଼େଇରେ ପିଆଜ ପକାଇ ଭାଜିବେ ଏବଂ ତାପରେ ଜିରା ଦେବେ, ବିନା ତେଲରେ ମଧ୍ୟ ରୋଷେଇ ହେଇପାରିବ, ଯାହାକି ଆମ ସ୍ୱାସ୍ଥ୍ୟ ପାଇଁ ଭଲ ଏବଂ ଯେଉଁମାନେ ହୃଦରୋଗ ଜନିତ ସମସ୍ୟାରେ ପୀଡ଼ିତ ସେମାନଙ୍କ ପାଇଁ ବହୁତ ଭଲ। ଦ୍ୱିତୀୟତଃ ଆପଣ ଘିଅର ବ୍ୟବହାର କରିପାରନ୍ତି। ଘିଅରେ କୋଲେଷ୍ଟ୍ରଲ ଥାଏ କାରଣ ଏହା ଗୋଟେ ଆନିମାଲ ଫ୍ୟାଟ ଏବଂ ଏଥିରେ ଟ୍ରାଇଗ୍ଲିସରାଇଡ୍ ମଧ୍ୟ ଥାଏ। ଏହା ଗୋଟିଏ ଗୁଡ୍ ଫ୍ୟାଟ, ତେଣୁ ତେଲ ବଦଳରେ ଆପଣ ଘିଅକୁ ବ୍ୟବହାର କରିପାରିବେ। ଏହାର ଆଉ ଏକ ବିଶେଷତ୍ୱ ହେଉଛି କ'ଣ, ଯେମିତି ଥରେ ତେଲକୁ ବ୍ୟବହାର କରିସାରିଲା ପରେ ସେହି କଡ଼େଇରେ ଥିବା ତେଲକୁ ପୁଣି ବ୍ୟବହାର କରିବାଟା ଠିକ୍ ହୋଇନଥାଏ କାରଣ ତାହା ଖରାପ ହୋଇଯାଇଥାଏ, କିନ୍ତୁ ଘିଅକୁ ଆପଣ ବାରମ୍ବାର ବ୍ୟବହାର କରିପାରିବେ। ଦର୍ଶକ ବନ୍ଧୁ, ଆପଣମାନେ ସଚେତନ, ତେଣୁ କେଉଁ ତେଲଟି ଆପଣଙ୍କ ପାଇଁ ଠିକ୍ ଏବଂ କେଉଁଟି ଠିକ୍ ନୁହେଁ ଆପଣମାନେ ନିଶ୍ଚିନ୍ତ ଜାଣିପାରିଥିବେ।
এই ଛୋଟିଆ ଭିଡିଓଟିରେ ଚେଷ୍ଟା କରିଛି ଅଳ୍ପ କିଛି ଇନଫର୍ମେସନ୍ ଆପଣମାନଙ୍କୁ ଦେବା ପାଇଁ। ଆଶା କରୁଛି ନିଶ୍ଚିନ୍ତ ଭାବରେ ଭଲ ଲାଗିଥିବ ଏବଂ କାମରେ ଆସିବ।